ଶୁଣନ୍ତୁ, ମୋର ଆଉ ଗୋଟିଏ ନୂଆ ଗପ, ପର ଘର କଥା। ଶିବ ମନ୍ଦିରରେ ଦୁଇ ପଡ଼ୋଶୀ କଥା ହେଉଥିଲେ। ଶୁଣିଛ ନା ସୁମତି ଆମ ମିତା କଥା? ହଁ ଶୁଣିଛି। ଘରେ କଥା ହେଉଥିଲେ, ତାଙ୍କର ଶାଶୁ ଶ୍ୱଶୁର ସ୍ୱାମୀ ଦେଢ଼ଶୁର ଯା ସବୁ ଜେଲରେ। କିନ୍ତୁ କଥାଟା କ'ଣ ପୁରା ସତକରି ଜଣା ନାହିଁ ମୋତେ। ଖାଲି ଯାହା ସେମାନେ କଥା ହେଉଥିଲେ ମୁଁ ଶୁଣିଛି। ଏତିକି ଖାଲି କହୁଥିଲେ କି ମିତା ଶାଶୁଘରର ସମସ୍ତ ଲୋକ ଜେଲରେ। ଆନନ୍ଦୀ କହିଲା, ଠିକ ହୋଇଛି ସେମାନଙ୍କୁ, ବୁଝିଲ। ମୁଁ ତ କହୁଛି କାହାକୁ ବେଲ ନ ମିଳନ୍ତା କି ଭଲ ହୁଅନ୍ତା। ସୁମତି କହିଲା, ଆନନ୍ଦୀ ଅପା, ଏମିତି କ'ଣ ହୋଇଛି କି ତମେ ଏତେ ରାଗି ଯାଇଛ? ଆନନ୍ଦୀ କହିଲା, ମିତା କେତେ ଭଲ ପିଲା ଜାଣିଛ। ସାହିରେ ଭାଇରେ କେହି ବି ତାର ଶତ୍ରୁ ନଥିଲେ। ଏତେ ମେଳାପି ପ୍ରଥମ ଦେଖାରୁ ଆପଣାର କରିନେବ। ତମ ଘର ସିନା ଦୂର, କିଛି ଜାଣିନ, ମୁଁ କିନ୍ତୁ ମିତାକୁ ଜାଣିଛି। ଭାରି ଭଲ ପିଲା, ଆମ ପଡ଼ୋଶୀ ସେ। ମୁଁ ବୋହୂ ହୋଇ ଆସିବା ବେଳକୁ ମତେ କିଛି ବି ଆସୁନଥିଲା। ଘରକୁ ମୁଁ ଏକା। ମିତା ମତେ ହାତ ଧରି ସବୁ ଶିଖେଇ ଦେଇଥିଲେ। ସବୁ ଭଲ, ଖାଲି ପାଠ ଟିକେ ତାଙ୍କର ହେଉନଥିଲା। ସେଥିପାଇଁ ମିତାକୁ ଏମିତି ଅଭଦ୍ର ପରିବାରରେ ବିବାହ କରିବାକୁ ପଡ଼ିଲା। ମିତା ଗୋଟିଏ ଝିଅ ବୋଲି ଏତେ ଗେହ୍ଲାରେ ବଢିଥିଲା। ବାପା ମା ଭାଇ ଭାଉଜ କେହି ତାକୁ ତଳେ ବସେଇ ଦଉନଥିଲେ। ସବୁ ଶିଖିଥିଲା, କିନ୍ତୁ ଭାରି ଗେହ୍ଲାରେ ବଢିଥିଲା। କେହି ତାକୁ ଟାଣ କଥା ପଦେ ବି କୁହନ୍ତି ନାହିଁ। ସେଠାରେ ବିବାହ ଦେବାକୁ ସାନ ଭାଇର ଜମା ବି ଇଚ୍ଛା ନଥିଲା। ବାପା ଓ ବଡ଼ ଭାଇ ବାଧ୍ୟ ହୋଇ କରିଥିଲେ। ସକଳଠୁ ସକଳ ଦେଇଥିଲେ। କ'ଣ କରିବେ, ଅନ୍ୟ କେଉଁଠି ବିବାହ ଜୁଟିଲା ନାହିଁ ତାର। ପୁଅ କ'ଣ ଚାକିରି କରିଥିଲା, ସେତିକି ଯାହା ମନକୁ ଟିକେ ଆଶ୍ୱାସନା ଦେଉଥିଲା। ନହେଲେ ତାଙ୍କ ଘର ଆଙ୍କ ଘର, କିଛି ସମାସ୍କନ୍ଦ ନଥିଲା ତା ଦେହରେ। ଘରେ ତାଙ୍କର ପାଇଖିନା ନଥିଲା। ମିତା ଭାଇ ସେ କଥା କହିଲେ ଯେ ସେତେବେଳେ ତା ଶ୍ୱଶୁର କହିଲା, ଇଟା ବାଲି ଗଦା କରିଛି। ଏଇ ବାହାଘର ଝାମେଲାଟା ସରିଲେ ପାଇଖିନା କାମଟା କରିବୁ। କିଏ ସିନା ଆଗେ ପାଇଖିନା ଗାଧୁଆ ଘର କରି ସାରି ବାହାଘର କରେ। ଏମାନଙ୍କର କିଏ ଓଲଟା କଥା କହିଲ। ଆମେ ଯେତେବେଳେ ମିତା ଶାଶୁ ଘରକୁ ଯାଇଥିଲୁ, ମୁଁ ତା ବଡ଼ ଯାହାକୁ କହିଲି, ପାଇଖିନାଟା ନିହାତି ଦରକାର। ସେଇଟା କେମିତି ତମର କରିନ ଯେ? ହଟକିରି ମତେ କହୁଛି ତ ଯା, ମଲା ହେଇନି ତ ହେଇନି ଆଉ, ସମସ୍ତେ କ'ଣ ସେଇ କଥା କହିହେଉଛ? ଆମେ ପୁଣି ସେମିତି ଚଳୁଛୁ ନା ନାହିଁ? ମିତା ଏଠିକୁ ଆସିଲେ ଆମେ ଯେମିତି ଚଳୁଛୁ ସେମିତି ଚଳିବ। କେମିତି ଚଳିବ ସବୁ କ'ଣ ପଚାରୁଛ? ତା ଯା କଥାରୁ ମୁଁ ଜାଣିଥିଲି ମିତା ସେଠି ଚଳିପାରିବ ନାହିଁ। ମିତା ପୁରା ନିରୀହ, ଆଉ ସିଏ ଖଣ୍ଡା ଖାଇ ମିତାର ପ୍ରାଣ ନେଇଯିବ। ବାହାଘରକୁ ତ 15 ଦିନ ହବ ବୋଧେ ଆଉ। ଏମିତି କଥା କାନ ଶୁଣିଲା। ସାହିଟା ସାରା ଲୋକ କିଏ ନ କାନ୍ଦିଛି। ସାନ ଭାଇ ତ କାନ୍ଦି କାନ୍ଦି ଚେତା ହରେଇ ଦେଉଥାଏ। ମା କଥା କିଏ ପଚାରେ? ସୁମତି କହିଲା, ଘଟଣାଟା ପ୍ରକୃତରେ କ'ଣ କହିଲ ଅପା? ପାଇଖିନା କରିଲେ ନାହିଁ, ସମସ୍ତେ ପଦାକୁ ଝାଡ଼ା କରିବାକୁ ଯାଆନ୍ତି। ରାତି ଥାଉ ଥାଉ ସେ କାମ ସବୁ ସାରନ୍ତି। ମିତା ରାତି 4ଟାରେ ପଡ଼ିଆକୁ ଯାଇଥିଲା। ସେ ପଡ଼ିଆରେ ସାପ ଚୋଟ ମାରିଲା। ସେଇଠୁ ଆଉ ଫେରିଲା ନାହିଁ। ପଡ଼ୋଶୀ କିଏ ଜଣେ ଦେଖି ଆସି ସକାଳେ ଆସିକି ଆଙ୍କ ଘରେ କହିଲା। ସେତେବେଳକୁ ଆଉ କ'ଣ ଅଛି କି? ମିତା ସାନ ଭାଇ ଏତେ ରାଗି ଯାଇଥିଲା ଯେ ସମସ୍ତଙ୍କ ନାଁରେ FIR ଦେଲା। ଦେଖିଥିଲା କି ଯୌତୁକ ବାବଦରେ ଟଙ୍କା ନେବା ପରେ ବାପା ପୁଣି ପାଇଖିନା ବାବଦକୁ ଟଙ୍କା ଦେଇଥିଲେ। ତଥାପି ସେମାନେ ପାଇଖିନା କରିଲେ ନାହିଁ। ପୁଣି ପାଇଖିନା ପାଇଁ ଆସିଥିବା ସରକାରୀ ଯୋଜନାରେ ବି ପଡ଼ୋଶୀ ପାଇଖିନା ଦେଖି ଟଙ୍କା ପାଇଛନ୍ତି। ମିତାର ବଡ଼ ଯାକୁ ମିତାର ସାନ ଭାଇ ଯେତେବେଳେ ଭଉଣୀ ହିସାବରେ କହିଥିଲା କି ଶ୍ୱଶୁରଙ୍କୁ ଏ କଥା କହିବ, ଆଉ ଗୋଟିଏ ପାଇଖିନା ତିଆରି କରିଦେବ, ସେତେବେଳେ ମିତାର ଯା ମିତାର ଭାଇକୁ ବହୁତ ଗାଳି କରିଥିଲା। କହିଥିଲା, ତମ ଭଉଣୀ ଏମିତି କେଉଁ ରାଜ୍ୟର ରାଜକୁମାରୀ କି? ଏତେ ବର୍ଷ ହେଲା ଆମେ ଚଳିଲୁଣି, ଆମର କିଛି ହେଉନି, ତମ ଭଉଣୀର ସବୁ ହେଇଯିବ? ଆମର ପାଇଖିନା କରିବୁନି, ଯା କ'ଣ କରିବା କଥା କରିବ। ସମସ୍ତେ ଖାଲି ପାଇଖିନା। ଆହୁରି ଅନେକ କଥା ତା ଯା ତାକୁ କହିଥିଲା। ତା ଶାଶୁ ଶ୍ୱଶୁର ସମସ୍ତେ କହିଥିଲେ। ଏମିତି ତା ସାନ ଭାଇ ଲେଖି FIRରେ ଦେଇଥିଲା। ଆଉ ଏ କଥା ବି ଲେଖିଥିଲା, ଯଦି ପାଇଖିନା ହୋଇଥାନ୍ତା ତେବେ ମିତାକୁ ପଦାକୁ ଯିବାକୁ ପଡ଼ିନଥାନ୍ତା। ସେ ପଦାକୁ ଯାଇନଥାନ୍ତା କି ତାକୁ ସାପ କାମୁଡ଼ି ନଥାନ୍ତା। ତେଣୁ ମୋ ଭଉଣୀ ମରିନି, ତା ଶାଶୁଘର ଲୋକ ସମସ୍ତେ ମିଶି ତାକୁ ମାରି ଦେଇଛନ୍ତି। ତେଣୁ ସମସ୍ତଙ୍କୁ ଉଚିତ ଦଣ୍ଡ ଦିଆଯାଉ। ପୁଣି ତା ଉପରେ ଏକଥା ବି ଲେଖାଯାଉ କି ମିଛ ପ୍ରମାଣ ଦେଖେଇ ସରକାରୀ ଟଙ୍କା ବି ସେମାନେ ଖାଇଛନ୍ତି। 6 ମାସ ପରେ ମିତାକୁ ନ୍ୟାୟ ମିଳିଛି। ନନ୍ଦୀ କହିଲା, ହଁ, ଏମିତି ସମସ୍ତଙ୍କୁ ଦଣ୍ଡ ମିଳିବା ଦରକାର। ମିଳିଲେ ଯାଇ ସବୁ ଚେତିବେ। ପାଇଖିନା କରିବେନି, ପୁଅ ବାହାଘରକୁ ଅନେଇକି ବସିଥିବେ। ହଉ ଅପା, ମୁଁ ଆସୁଛି, ମୋର ବି ଦୁନିଆ କାମ।
ଏକଥା କହି ସେ ଚାଲିଗଲା। ସୁମତି କହିଲେ, ହଁ ତମେ ବି ଯାଅ, ମୁଁ ବି ଯାଉଛି, ମୋର ବି ଘରେ କାମ ଅଛି। ଏକଥା କହି ଦୁହେଁ ଯେଝା ବାଟରେ ଯେଝା ଚାଲିଗଲେ। ଗପ ଭଲ ଲାଗୁଥିଲେ ଲାଇକ୍ ଓ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଧନ୍ୟବାଦ।